ବାସ୍ତବରେ ଲୋକଙ୍କର ସମସ୍ୟା କ'ଣ? ଏ ସମସ୍ୟା ଗୁଡ଼ିକ ଯଦି ସମାଧାନ ହେଇପାରନ୍ତା ତଳ ସ୍ତରରେ, ରାଜସ୍ୱ ବିଭାଗର ହେଉ, ପଞ୍ଚାୟତରାଜ ବିଭାଗର ହେଉ କିମ୍ବା ଅନ୍ୟ କୌଣସି ବିଭାଗର ହେଉ, ତାହେଲେ ହୁଏତ ଏତେ ସମସ୍ୟା ଜର୍ଜରିତ ହେଇ ଏ ରାଜଧାନୀକୁ ଆସୁନଥାନ୍ତା। କିନ୍ତୁ ଏବେ ବି ଲୋକ ଭୂମିହୀନ ଅଛନ୍ତି, ସେମାନେ ପଟ୍ଟା ପାଇ ପାରିନାହାନ୍ତି। ତୁରନ୍ତ ଚିହ୍ନଟ କରି ଘର ବାଡ଼ି ପଟ୍ଟା ଦେବା ପାଇଁ ତାହାର ବ୍ୟବସ୍ଥା ନିଶ୍ଚିତ ଭାବରେ ଆପଣମାନେ ତାକୁ କରେଇବେ। ବହୁତ ମୂଲ୍ୟବାନ ଜମି ଆଜି ଜବରଦଖଲରେ ଅଛି। ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀ ସମ୍ମିଳନୀ ତଥା କର୍ମଶାଳାରେ ଆଜି ଆପଣମାନଙ୍କ ସହିତ ଏକାଠି ଏ କାର୍ଯ୍ୟକ୍ରମରେ ସାମିଲ ହେବା ଏବଂ ମୋତେ ସୁଯୋଗ ମିଳିଥିବାରୁ ମୁଁ ନିଶ୍ଚିତ ଭାବରେ ଖୁସି ଅନୁଭବ କରୁଛି। ଆଜିର ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ ତହସିଲଦାର, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଏହି 2 ଦିନିଆ ସମ୍ମିଳନୀ ପାଇଁ ସ୍ୱାଗତ କରୁଛି। ପ୍ରଚଳିତ ଶାସନ ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଯେତେବେଳେ କୌଣସି ଜମିଜମା ସଂକ୍ରାନ୍ତ କିଛି ବିବାଦ ଉପୁଜେ କିମ୍ବା କୌଣସି ସମସ୍ୟା ଆସେ, ସେମାନଙ୍କର ସମାଧାନର ପ୍ରଥମ ଠିକଣା ହେଉଛି ତହସିଲ ଅଫିସ। ଆଜି ଯଦି ଆମେ ବିଭିନ୍ନ ଅଦାଲତରେ ବିଚାରାଧୀନ ସିଭିଲ କେସ୍ ସବୁକୁ ପର୍ଯ୍ୟାଲୋଚନା କରିବା, ତେବେ ଜମିଜମା ସଂକ୍ରାନ୍ତ କେସ୍ ପ୍ରାୟତଃ ସବୁଠାରୁ ଅଧିକ। ଏହାର କାରଣ ହେଉଛି ତହସିଲ ସ୍ତରରେ ଲୋକଙ୍କର ସମସ୍ୟା ସେମାନଙ୍କ ମୁତାବକ ତହସିଲ ସ୍ତରରେ ସମାଧାନ ହୁଏତ ହୋଇପାରୁନାହିଁ। ତେଣୁ ଏ ଦିଗରେ ଆମ ସମସ୍ତଙ୍କୁ ଅଧିକ ଧ୍ୟାନ ଦେବା ପାଇଁ ପଡ଼ିବ ଏବଂ ସେହି ଅନୁସାରେ ତାର ସମାଧାନ କରିବା ପାଇଁ ଆମକୁ ହିଁ କାର୍ଯ୍ୟ କରିବା ପାଇଁ ପଡ଼ିବ। ଆଜି ଏ ସମ୍ମିଳନୀ ଏବଂ କର୍ମଶାଳା ନିଶ୍ଚିତ ଭାବରେ ଆମକୁ ବହୁତ ଆଗାମୀ ଦିନରେ କାମ କରିବା ପାଇଁ ପ୍ରେରଣା ଦେବ ଏବଂ ଉତ୍ସାହିତ କରିବ। ଏହା ପୂର୍ବରୁ ମଧ୍ୟ ନୂଆ ସରକାର ଆସିଲା ପରେ ଜିଲ୍ଲାପାଳ ଏବଂ ଏସପି ମାନଙ୍କର କନଫରେନ୍ସ ଏଇଭଳିଆ ଭାବରେ 2 ଦିନ ଧରି ଏହି କନଭେନସନ ସେଣ୍ଟରରେ ହିଁ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବିଡିଓ ଏବଂ ସିଡିଓ ମାନଙ୍କର କନଫରେନ୍ସ ମଧ୍ୟ ଏଇଠି ଏହି ସମ୍ମିଳନୀ କକ୍ଷରେ କରାଯାଇଥିଲା ଏବଂ ସେମାନଙ୍କ ସହିତ 2 ଦିନିଆ କର୍ମଶାଳାରେ ସମ୍ମିଳନୀରେ ଉପସ୍ଥିତ ରହି ଦୀର୍ଘ ଲମ୍ବା ସମୟ ଧରିକରି ଆଲୋଚନା କରିବା ଏବଂ ନୂଆ ସରକାର ଯେଉଁ ଆଭିମୁଖ୍ୟ ନେଇ ଆଜି କାମ କରିବା ପାଇଁ ଆରମ୍ଭ କରିଛନ୍ତି, ସେ ଆଧାରରେ ଆମକୁ ସେହି ମିଶନରେ ଆମକୁ ଯିବା ପାଇଁ ପଡ଼ିବ। ଆଉ ଏ ସରକାରଙ୍କର ଆଭିମୁଖ୍ୟକୁ ସଫଳ ରୂପାୟନ କରିବା ପାଇଁ ପଡ଼ିବ। ଯେହେତୁ ଆପଣମାନଙ୍କ ପାଖରେ ଯେଉଁ ଗୁରୁଦାୟିତ୍ୱ ଦିଆଯାଇଛି, ତାକୁ ଯଦି ଆମେ ଠିକ ଭାବରେ କରିବା, ତାହେଲେ ସରକାରଙ୍କର ଆଭିମୁଖ୍ୟ ବା ସରକାରଙ୍କର ମିଶନ ନିଶ୍ଚିତ ଭାବରେ ସଫଳ ହୋଇପାରିବ। ଆଉ ସେଥିପାଇଁ ଏ ରାଜସ୍ୱ ବିଭାଗର ଯେଉଁମାନେ ଆପଣମାନେ ନିରବିଚ୍ଛିନ୍ନ ଭାବରେ କାମ କରୁଛନ୍ତି, ଆଉ ଆପଣମାନଙ୍କର ଦାୟିତ୍ୱକୁ ଆପଣମାନେ ଠିକ ଭାବରେ ବୁଝି କାମ କରୁଛନ୍ତି। କିନ୍ତୁ ଏଠି ଗୋଟିଏ କଥା ହେଉଛି ଯେ ଅନେକ ସମୟରେ କାମ ଗୁଡ଼ିକ ସଠିକ ଢଙ୍ଗରେ ଏବଂ ଠିକ ସମୟରେ ଏହା ସମାଧାନର ସୂତ୍ର କୌଣସି ନା କୌଣସି କାରଣରୁ ତାହା ସମ୍ଭବ ହୋଇପାରୁନାହିଁ। ଭୂମି ହେଉଛି ଉନ୍ନତି, ଜୀବିକା ଏବଂ ସାମାଜିକ ନ୍ୟାୟର ଆଧାର। ଗରିବ ଓ ଭୂମିହୀନ ଲୋକଙ୍କୁ ଭୂମି ଅଧିକାର ଦେବା, ଜମି ବିବାଦ ସମାଧାନ କରିବା, ସରକାରୀ ଜମିକୁ ଜବରଦଖଲରୁ ରକ୍ଷା କରିବା, ବିଭିନ୍ନ ଅନୁଷ୍ଠାନ ଓ ଶିଳ୍ପ କାରଖାନା ପାଇଁ ସରକାରଙ୍କର
इच्छा को पूरण करी जमी जोगई देबा और प्राकृतिक विपर्यय समय लोकंक पाखरे पहुंची तुरंत सहायता प्रदान करिबा ये सब कार्य तहसीलदार भूमिका अत्यंत गुरुत्वपूर्ण। सेही भली भाबरे उपजिल्लापाल एवं अतिरिक्त जिल्लापाल माने तहसीलदार कार्य को तदारख करने सहित किपरि समस्त राजस्व सेवा सुरुखुरी रे लोकंक पाखक पहुंची पारिबो ताकू सुनिश्चित करिबा। आपण माने जानि छंती आम सरकार अर्थात ये होची लोकंकर सरकार आ ये लोकंकर सरकार हिसाब रे सरकार सहित लोक मानकर मध्यरे व्यवधान को कमेई देबा आ व्यवधान सेतिरे रहिबो नाही अर्थात साधारण लोकटे भी जदि आसीबो तांकर सहित उत्तम आचरण पूर्वक तांकर आसीबार अभिप्राय शुणिला परे विहित पदक्षेप नेबा पई समाधान रो सूत्र बाहर करिकरी आमे ताको न्याय प्रदान करिबारे सहयोग कामना करिबा ई होची हमर प्रथम कर्तव्य। आउ सेही आधार रे आपण माने निश्चित भाव रे काम करूछंती किंतु बेले बेले आमे मध्य लोकन को ठीक समय रे सहायता जोगई पारि न थाउ। आम सरकार आसिला परे मु निजे मध्य जेते बेले मुख्यमंत्री अभियोग प्रकोष्ठ एक व्यवस्था अच्छी साधारण प्रशासन विभाग तरफरु लोकमानकर दुख एवं लोकमानकर समस्या शुणिबा एवं ताहार प्रतिकार करिबा समाधान करिबा ये काम को प्रति सोमवार को सोमवार ये काम को करिबा पई 5 ରୁ 6 जन मान्यवर मंत्री सहित 15 ରୁ 20 जन वरिष्ठ अधिकारी उपस्थिति रे ये काम को दिन 10 ठारू आरंभ करी संध्या पर्यंत ये काम को करिया पई पड़े। एणु आमे भी अनुभव करूँ सीधा सड़क भाव में वास्तव में लोकंकर समस्या कौन ये समस्या गुड़िक जदि समाधान हो पारंता तल स्तर रे राजस्व विभाग हो पंचायतराज विभाग हो किंबा अन्य कौन सी विभाग हो ताले हुए तो इतने समस्या जर्जरित हो ये राजधानी को आसु न था। जिले रे जिलापाल माने अभियोग प्रकोष्ठ रे एक कथा को सब शुणुचंती सेठी मध्य राजस्व अधिकारी बीडीओ एवं अन्य जिला स्तरीय अधिकारी माने उपस्थित रहउछंती ता परे मध्य बहुत समस्या मुख्यमंत्री पाखक मध्य आसुची एवं से समस्या गुड़िक मध्य जिला स्तर रे समाधान हेबार अनेक सूत्र अछि बा अनेक रास्ता भी अछि। एणु करी आमे ए सब कथा को आजिर दिन रे सरकारंकर सहित लोकंकर भितरे जो गैप अच्छी से गैप को जदि आमे कमेई दी परिबा तांको कथा सुनिबा ताले निश्चित भाव में अधिकांश केस रो समाधान हो पारिबो। एमिति कौन सी समस्या अच्छी जोटा कि आदौ समाधान हो पारिबो नाही रास्ता तो कोठी ना कोठी फिटिबो। एणुकरी आपण मानकु निश्चित भाव में ए बाबद मु मने पकई देबा पई चाहूची जे सरकारंकर आभिमुख्य को आमे सफल करिया पई आमको से काम करिया पई पड़िबो। आम सरकार शासन को आसवा पर राजस्व प्रशासन क्षेत्र में व्यापक एवं संस्कार आनी राजस्व सेवा एवं लोकंकर निकटतर होउछि अर्थात आपण मानकर सहयोग रे ही सरकार परिवर्तन हैला परे एवं आम सरकार को वर्षे हेबा पाई मात्र आउ 8 दिन समय अछि अर्थात 1 वर्ष शासन उपलब्धि आम पाखरे अछि एवं जेते बेले नुआ सरकार आसिला परे गोटे परिवर्तन आसिला लोकंकर भितरे सरकार सहित गैप को बा व्यवधान को कमे देबा फरे धीरे धीरे लोकंकर समस्यार कथा को सुना जाउछि एवं समाधान रास्ता मध्य बाहर करा जाउछि। मु आपण मानक सम्मुख रे गोटिए
ବର୍ଷର ରାଜସ୍ୱ ବିଭାଗ ଦ୍ୱାରା ହାସଲ କରାଯାଇଥିବା କିଛି ପ୍ରମୁଖ କାର୍ଯ୍ୟଗୁଡ଼ିକ ନିଶ୍ଚିତ ଭାବରେ ଉପସ୍ଥାପନା କରିବି। ଆମ ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକାଭିମୁଖୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସମସ୍ତ ଜମିଜମା ରେକର୍ଡକୁ କମ୍ପ୍ୟୁଟରୀକରଣ କରିବା ଓ ସମସ୍ତ ସେବା ଅନଲାଇନ୍ ମାଧ୍ୟମରେ ଯୋଗାଇ ଦେବା ଏହାକୁ ପ୍ରାଥମିକତା ଦେଉଛନ୍ତି। ଭୂଲେଖ ଓଡ଼ିଶା ଏବଂ LRMS ଭଳି ପ୍ରଯୁକ୍ତି ଭିତ୍ତିକ ସୁବିଧା ଆମ ଭୂମି ସେବା ପ୍ରଦାନରେ ବ୍ୟବସ୍ଥାଗତ ପରିବର୍ତ୍ତନ ନିଶ୍ଚିତ ଭାବରେ ଆଜି ଆଣିଛି, ଯାହାର ସୁଫଳ ଏବେ ଲୋକମାନଙ୍କ ପାଖରେ ପହଞ୍ଚିବା ଆରମ୍ଭ ହୋଇଛି। ସେହିଭଳି ଭାବରେ ବିଗତ 1 ବର୍ଷରେ ଓଡ଼ିଶା ଜନସେବା ଅଧିକାର ଅଧିନିୟମ ଅନୁଯାୟୀ ORTPS ଆକ୍ଟ ଏହି ବିଭାଗ ସହିତ ଜଡ଼ିତ ପ୍ରାୟତଃ 1,76,59,101 ସାଧାରଣ ସେବା ଆଜି ନାଗରିକଙ୍କୁ ଯୋଗାଇ ଦିଆଯାଇଛି। ଆଉ ଏହା ବି ସମ୍ଭବ ହୋଇଛି ଆପଣମାନଙ୍କର ଦ୍ୱାରା। ସେହିଭଳି ବସୁନ୍ଧରା ଯୋଜନାରେ ବାସଗୃହହୀନ ଲୋକମାନଙ୍କୁ 12,585 ଘରବାରି ପଟ୍ଟା ମଧ୍ୟ ଆପଣମାନଙ୍କର ଜରିଆରେ ଏ କାମକୁ ସଫଳ ରୂପାୟନ କରାଯାଇପାରିଛି। ରାଜ୍ୟରେ ଅନେକ ଶିକ୍ଷାନୁଷ୍ଠାନ ସରକାରୀ ଜମିରେ ଦୀର୍ଘଦିନ ଧରି ଦଖଲରେ ଥିବା ସତ୍ତ୍ୱେ ସେମାନେ ପଟ୍ଟା କେବେ ପାଇପାରୁନଥିଲେ। ସ୍ଥାୟୀ ପଟ୍ଟା ନଥିବାରୁ ସେମାନେ ବିଭିନ୍ନ ସରକାରୀ ଅନୁଦାନ ପାଇବାରେ ବଞ୍ଚିତ ହେଉଥିଲେ। ତେଣୁ ଶିକ୍ଷାନୁଷ୍ଠାନ ସ୍ଥାନର ଦଖଲରେ ଥିବା ସରକାରୀ ଜମିର ପଟ୍ଟା ଜାରି କରି ତାହାକୁ ନିୟମିତ କରିବା ପାଇଁ ସରକାରଙ୍କ ଦ୍ୱାରା ଏହି ପଦକ୍ଷେପ ଏବେ ନିଆଯାଇଛି। ଗତ 1 ବର୍ଷ ମଧ୍ୟରେ 20,385ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଓ କଲେଜ ନାମରେ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି। ତାହା ବି ସମ୍ଭବ ହୋଇଛି ଆପଣମାନଙ୍କର ଦ୍ୱାରା। ନୂଆ ସରକାର ଆସିଲା ପରେ ଏ କାମରେ ତତ୍ପରତା ପ୍ରକାଶ କରିବା ସହିତ ଲୋକଙ୍କୁ ନ୍ୟାୟ ଦେବା, ଅନୁଷ୍ଠାନ ପ୍ରତି ଆମ ସରକାରଙ୍କର ଯେଉଁ କର୍ତ୍ତବ୍ୟ ଅଛି ସେ ପ୍ରକାରର ସେବା ଯୋଗାଇ ଦେବା, ତାହା ଆଜି ସମ୍ଭବ ହୋଇପାରିଛି ଆମ ନୂଆ ସରକାର ଆସିବା ପରବର୍ତ୍ତୀ ସମୟରେ। ଜମିପଟ୍ଟାରେ ଉତ୍ତରାଧିକାରୀ ପରିବର୍ତ୍ତନ ପାଇଁ ଆବଶ୍ୟକୀୟ ପ୍ରକ୍ରିୟାକରଣ ମଧ୍ୟ ଏକ ସ୍ୱତନ୍ତ୍ର ଅଭିଯାନ ଜରିଆରେ ସମସ୍ତ ତହସିଲଗୁଡ଼ିକରେ ଏ ପ୍ରକ୍ରିୟାକରଣ ଆଜି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ 2,25,062ଟି ଖାତାକୁ ତନଖି କରାଯାଇଛି। ଏଥିମଧ୍ୟରୁ ପ୍ରାୟ 20,272ଟି ମୃତ୍ୟୁବରଣ କରିଥିବା ପ୍ରଜାମାନଙ୍କ ରେକର୍ଡ ଗୁଡ଼ିକୁ ସେମାନଙ୍କର ଉତ୍ତରାଧିକାରୀ ନାମରେ ଆଜି ରେକର୍ଡ କରାଯାଇପାରିଛି, ଯାହାକି ଆଗରୁ କରିବାକୁ ବହୁ ବର୍ଷ ଧରିକରି ପ୍ରକ୍ରିୟାକରଣ ଭିତରେ ରହୁଥିଲା, ଯେଉଁଟାକି ସମ୍ଭବ ହେଉନଥିଲା। ଆଜି ତାହା ବହୁତ କମ୍ ସମୟ ଭିତରେ କରାଯିବାର ଏ ବ୍ୟବସ୍ଥାକୁ ଆଧୁନିକୀକରଣ କରାଯାଇପାରିଛି। ଏହି ରେକର୍ଡ ସଂଶୋଧନ ଦ୍ୱାରା ସମସ୍ତ ଚାଷୀମାନେ ସରକାରଙ୍କର ବିଭିନ୍ନ ଯୋଜନାର ଆଜି ସଫଳ ରୂପାୟନ ଏବଂ ବିଭିନ୍ନ ପ୍ରକାରର ଯେଉଁ ଆପଣଙ୍କର ସରକାରୀ ସାହାଯ୍ୟ ପାଇବା ଏ କାମରେ ଆଜି ସେମାନଙ୍କୁ ସହଜ ହୋଇପାରିଛି। 225ଟି ପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରାଯାଇପାରିଛି। ଜନଗଣନା କାର୍ଯ୍ୟ ପାଇଁ ପ୍ରଶାସନିକ ସୀମା ସ୍ଥିର ହେବା ପୂର୍ବରୁ ଜୁନ 2025 ସୁଦ୍ଧା ନୂତନ ରାଜସ୍ୱ ଗ୍ରାମ ପାଇଁ ଯୋଗ୍ୟ ଚିହ୍ନଟ କରାଯିବା ଗ୍ରାମଗୁଡ଼ିକୁ ରାଜସ୍ୱ ଗ୍ରାମ ଘୋଷଣା କରିବା ପାଇଁ ମଧ୍ୟ ସମୟ ନିର୍ଦ୍ଧାରିତ କରାଯାଇଛି। ବାତ୍ୟା ଓ ବନ୍ୟା ଦ୍ୱାରା ପ୍ରଭାବିତ 25ଗୋଟି ଜିଲ୍ଲାରେ 909ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀର ନିର୍ମାଣ କରାଯାଇଛି। 2024-25ରେ ପୁନଶ୍ଚ 27ଗୋଟି ବହୁମୁଖୀ ଆଶ୍ରୟସ୍ଥଳ ନିର୍ମାଣ କରାଯାଇ ଗ୍ରାମ କମିଟି ଗୁଡ଼ିକୁ ମଧ୍ୟ ହସ୍ତାନ୍ତର କରାଯାଇଛି। ଗଣମାଧ୍ୟମ ସାମାଜିକ ଗଣମାଧ୍ୟମରେ ଅଂଶୁଘାତ, ଗ୍ରୀଷ୍ମ ପ୍ରବାହ, ବଜ୍ରପାତ ଓ ଘଡ଼ଘଡ଼ି, ବନ୍ୟା, ସୁନାମି, ଶୀତ ପ୍ରବାହ, ପାଣିରେ ବୁଡ଼ି
ଘଟୁଥିବା ବିପତ୍ତି ଓ ତାର ପ୍ରତିହତ ନିମନ୍ତେ ନିରାପତ୍ତା ସୁରକ୍ଷା ଆତ୍ମରକ୍ଷା ଜୀବନ ରକ୍ଷା ଏ ସମ୍ପର୍କରେ ମଧ୍ୟ ବହୁଳ ଭାବରେ ସଚେତନତା ସୃଷ୍ଟି କରାଯାଉଅଛି। ବିଶେଷ କରି ବଜ୍ରଘାତ ଜନିତ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାରେ ସଚେତନତା ନିମନ୍ତେ ସମସ୍ତ ଜିଲ୍ଲାକୁ ପ୍ରଚାର ପତ୍ର ମଧ୍ୟ ଆଜି ଯୋଗାଇ ଦିଆଯାଉଛି। ଆମ ସରକାର ଆସିବାର କିଛି ଦିନ ଭିତରେ ଏକ ବାତ୍ୟାର ସମ୍ମୁଖୀନ ହୋଇଥିଲା। ଆପଣମାନେ ସମସ୍ତେ ଜାଣିଛନ୍ତି ଏବଂ ବିଶେଷ କରିକି ଆମର ଯେଉଁ ସମୁଦ୍ର ଉପକୂଳବର୍ତ୍ତୀ କୋଷ୍ଟାଲ ଏରିଆ ଅଛି ଏହା ଉପରେ ଯେଉଁ ପ୍ରଭାବ ବିସ୍ତାର କରିଥିଲା ତାହାର ସଫଳ ମୁକାବିଲା ଯେଉଁ କରାଗଲା ସେଥିରେ ରାଜସ୍ୱ ଅଧିକାରୀମାନଙ୍କର ଭୂମିକା ସର୍ବାଗ୍ରେ ଥିଲା। ଜିରୋ କାଜୁଆଲିଟି ଅଭିଯାନକୁ ସାକାର କରିବା ପାଇଁ ପ୍ରାୟତଃ 8,01,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇ 6,210ଟି ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ଏବଂ ବହୁତ କମ୍ ସମୟ ଭିତରେ ଏହା ଆପଣମାନଙ୍କର ଦକ୍ଷତାକୁ ଏବଂ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରାଯିବାର ଆବଶ୍ୟକତା ଅଛି। ବାତ୍ୟା ପରେ ତୁରନ୍ତ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଓଡ଼ିଶା ରିଲିଫ କୋଡ୍ ଅଧୀନରେ ଦିଆଯାଇଥିବା ମାନ ଅନୁଯାୟୀ ତୁରନ୍ତ ରିଲିଫ ବଣ୍ଟନ କରାଯାଇଥିଲା। ସବୁଠାରୁ ବଡ଼ କଥା ହେଲା ଯେ ପ୍ରତ୍ୟେକଟି କାର୍ଯ୍ୟକୁ ଆଗୁଆ ପ୍ରସ୍ତୁତି ହେବା ଏବଂ ଠିକ୍ ସମୟରେ ତାହାର କାର୍ଯ୍ୟାନ୍ୱୟନ କରିବା ଆଉ ତାହା ଦ୍ୱାରା କୌଣସି କଠିନ ପରିସ୍ଥିତିର ବି ମୁକାବିଲା କରିବା ଇଏ ସମ୍ଭବ ହୋଇପାରିବ ଆମ ସମସ୍ତଙ୍କର ନେତୃତ୍ୱରେ, ଯାହାକି ମାନ୍ୟ ରାଜସ୍ୱ ମନ୍ତ୍ରୀ ଗୋଟିଏ କଥା ଆପଣମାନଙ୍କ ପାଖରେ ରଖିଲେ ଟିମ୍ ୱାର୍କ। ଆମେ ସମସ୍ତେ ସେ ଟିମ୍ ୱାର୍କର କାମ ଆଜି କରାଯାଉଥିବା ଦୃଷ୍ଟିକୋଣରୁ ସରକାର ଏବଂ ରାଜସ୍ୱ ବିଭାଗ ଏବଂ ଅନ୍ୟ ବିଭାଗମାନଙ୍କ ସହିତ ମଧ୍ୟ ଆମେ ଯୋଡ଼ି ହୋଇକି ଯେତେବେଳେ କାମ କରୁଛନ୍ତି ସେତେବେଳେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଆଉ ଆଜି ଦିନରେ ଡିସାଷ୍ଟର ମ୍ୟାନେଜମେଣ୍ଟ କାମ କରିବାରେ ଭାରତରେ ସର୍ବାଗ୍ରେ ଓଡ଼ିଶା ରହିଥିବା କାରଣରୁ ଆମକୁ ସେଥିରେ କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା କରିବା ଅତି ସହଜ ହୋଇଯାଉଛି। କିନ୍ତୁ ଏବେ ବି ଲୋକ ଭୂମିହୀନ ଅଛନ୍ତି, ସେମାନେ ପଟ୍ଟା ପାଇ ପାରିନାହାନ୍ତି। ତୁରନ୍ତ ଚିହ୍ନଟ କରି ଘର ବାଡ଼ି ପଟ୍ଟା ଦେବା ପାଇଁ ତାହାର ବ୍ୟବସ୍ଥା ନିଶ୍ଚିତ ଭାବରେ ଆପଣମାନେ ତାକୁ କରେଇବେ। ବହୁତ ମୂଲ୍ୟବାନ ଜମି ଆଜି ଜବରଦଖଲରେ ଅଛି, ତାକୁ କିଭଳି ଭାବରେ ଜବରଦଖଲ ମୁକ୍ତ କରାଯାଇପାରିବ ତାହା ଆପଣମାନଙ୍କ ହାତରେ ଅଛି। ଆପଣମାନଙ୍କୁ କ୍ଷମତା ବି ଦିଆଯାଇଛି, ତାକୁ ନିହାତି କରିବାର ଆବଶ୍ୟକତା ଅଛି। ସରକାର ପ୍ରତିନିଧି ଭାବରେ ଆପଣମାନେ ଗ୍ରାମବାସୀଙ୍କୁ ସମୟରେ ଓ ନ୍ୟାୟସଙ୍ଗତ ସେବା ପ୍ରଦାନ ପାଇଁ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ଅଛି। ସମାଜର ଶେଷ ଧାଡ଼ିରେ ଥିବା ଲୋକ ପର୍ଯ୍ୟନ୍ତ ଏ ସୁବିଧା କେମିତି ସରକାରଙ୍କର ସମସ୍ତ ଯୋଜନା ପହଞ୍ଚି ପାରିବ ଆଉ ଯାହା ଆପଣମାନଙ୍କର ପାଖରେ କାମ ଥିବ ତାକୁ ନିଶ୍ଚିତ ଭାବରେ ଆପଣମାନେ ପହଞ୍ଚାଇ ପାରିବେ ଏବଂ ସରକାରର କାମକୁ ପ୍ରାଥମିକତା ହିସାବରେ ଆପଣମାନେ କରିବା ପାଇଁ ନିଶ୍ଚିତ ଭାବରେ ଆଜି ଦିନର ଆବଶ୍ୟକତା ଅଛି। ସମୟସୀମା ମଧ୍ୟରେ ଯେଉଁ ଦରଖାସ୍ତ ଗୁଡ଼ିକ ଦାଖଲ ଖାରଜ ମାମଲା ଏବଂ ଅନ୍ୟାନ୍ୟ ଜମିଜମା ମାମଲା ଯାହା ଫଇସଲା କରିବାର ଆବଶ୍ୟକତା ଆପଣମାନଙ୍କର ହାତରେ ଅଛି, ମୁଁ ନିଶ୍ଚିତ ଭାବରେ ଆପଣମାନଙ୍କୁ ପରାମର୍ଶ ଦେବି ଯେ ଏ ଜମିଜମା ସଂକ୍ରାନ୍ତୀୟ ମାମଲା ବିଚାର କଲାବେଳେ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ସ୍ୱଚ୍ଛତା ଅବଲମ୍ବନ କରିବେ। କାରଣ ଯେତେବେଳେ ଆପଣ ଏହି ଭୂମିକା ତୁଲାଉଛନ୍ତି ସେତେବେଳେ ଆପଣ ନ୍ୟାୟ ଦଣ୍ଡରେ ବିରାଜମାନ କରିଥାନ୍ତି। ଏହି କଥାକୁ ସବୁବେଳେ ମନେ ରଖିବେ ଯେ ଆଗାମୀ ଦିନରେ ସରକାର ଅନେକ ରାଜସ୍ୱ କ୍ଷେତ୍ରରେ ଅନେକ ସଂସ୍କାର ଆହୁରି ଆଣିବା ପାଇଁ ଯାଉଛନ୍ତି। ଏଣୁ ଆପଣମାନେ ତାକୁ ଗୁରୁତ୍ୱ ଦେବେ ବୋଲି ମୁଁ ଆଶା କରିବି। ମାନ୍ୟବର ମନ୍ତ୍ରୀ ଯେପରି ଆଗରୁ ସୂଚନା ଦେଇ ସାରିଛନ୍ତି ଯେ ଓଡ଼ିଶାରେ କେହି ବି ଭୂମିହୀନ ରହିବେ ନାହିଁ, ଇଏ ହେଲା ପ୍ରଥମ କଥା। ଆଉ ଯେଉଁମାନଙ୍କର 4 ଡିସିମିଲରୁ ଜମି କମ୍ ଅଛି
2 ଡିସିମିଲ୍ ଅଛି 3 ଡିସିମିଲ୍ ଅଛି 1 ଡିସିମିଲ୍ ଅଛି ସେମାନଙ୍କୁ ବି ଭୂମିହୀନ ହିସାବରେ ଗଣା ହେବେ ଏବଂ ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ।